ଆଜି ସରସ୍ୱତୀ ପୂଜାରେ ନା ମୁଁ ବହୁତ ହି କାନ୍ଦଛି। କ'ଣ ପାଇଁ କାନ୍ଦଛି ଭିଡ଼ିଓଟା ଆଗକୁ ଦେଖନ୍ତୁ ତାପରେ ଜାଣିପାରିବେ। ତ ଆଜି ଥିଲା ସରସ୍ୱତୀ ପୂଜା ସକାଳୁ ଉଠିକି ରେଡ଼ି ହେଇକି ଛୁଆଙ୍କୁ ରେଡ଼ି କରିକି ବାହାରି ଗଲୁ ତାଙ୍କ ସ୍କୁଲକୁ ପୂଜା ପାଇଁ। ଆଉ ହଁ ଏ ଦୁଇଟା ଡ୍ରେସ୍ ଯାହାକୁ ଦରକାର ଉପରେ ପ୍ରଡ଼କ୍ଟ ଟ୍ୟାଗ୍ କରିଦେଇଛି ଆପଣମାନେ ଯାଇକି ଅର୍ଡ଼ର କରିପାରିବେ। ବହୁତ ହି ବଢ଼ିଆ କ୍ୱାଲିଟି ଥିଲା। ତ ଛୁଆଙ୍କୁ ଧରିକି ଚାଲୁ ସ୍କୁଲକୁ। ହଁ ନାରାୟଣ ଆଜି ସେଠି ଖଡ଼ି ଛୁଇଁବ। ତ ସେଠି ପୁଷ୍ପାଞ୍ଜଳି ଦେଲୁ ମାଆଙ୍କ ଦର୍ଶନ କଲୁ ବହୁତ ହି ବଢ଼ିଆ ଲାଗିଲା। ଆଉ ସବୁଠୁ ଭଲ କଥା କ'ଣ ଜାଣିଛନ୍ତି ନାରାୟଣ ଖଡ଼ି ଛୁଇଁଲା ବେଳେ ଭାବିଲା ମୋତେ ପାଠ ପଢ଼େଇବେ ବୋଲି ବସିକି କାନ୍ଦିଲା। ତ ଯାହା ହଉ ଠାକୁର ତାକୁ ବହୁତ ଭଲ ବୁଦ୍ଧି ଦିଅନ୍ତୁ। ତାପରେ ପଳେଇ ଆସିଲୁ ଟିକେ ବୋଉଙ୍କ ସ୍କୁଲକୁ। ସେଠି ବୁଲାବୁଲି ଛୁଆ କରୁଥିଲେ ମୁଁ ପଳେଇ ଆସିଲି ଷ୍ଟୋରକୁ କାରଣ ଆଜି ଷ୍ଟୋର ବହୁତ ହି ଭିଡ଼ ଥିଲା। ଆଉ ଆପଣମାନଙ୍କର ଏତେ ସାରା ଭଲ ପାଇବା ପାଇଁ ବହୁତ ବହୁତ ଧନ୍ୟବାଦ। ଆଗକୁ ଆସନ୍ତୁ ଆହୁରି ବଢ଼ିଆ ବଢ଼ିଆ କଲେକ୍ସନ୍ ଆସିଛି ନେଇକି ଯାଆନ୍ତୁ। ତାପରେ ଆମର ଟିକେ ଖଣ୍ଡଗିରିରେ କାମ ଥିଲା ଆମେ ଆସିଥିଲୁ କିନ୍ତୁ ଇଏ କହିଲେ ଚାଲ ଯିବା ଟିକେ ଝିଅକୁ ଦେଖିଦେବା ଯେହେତୁ ସେଠୁ ବହୁତ ହି ପାଖ। ଆଉ ୟାସିମାର ହରକତ ଦେଖନ୍ତୁ କେମିତି ହେଉଛି କହୁଛି ମୁଁ ତମ ସହିତ ଯିବିନି ମୋ ଆଈ ପାଖେ ରହିବି। ଆମେ ତାକୁ ଟିକେ ନେଇଗଲୁ ବୁଲାବୁଲି କଲୁ ତା ସାଙ୍ଗେ ଫଟୋ ଉଠେଇଲୁ ତା ସାଙ୍ଗେ ଟିକେ ଟାଇମ୍ ସ୍ପେଣ୍ଡ କରିକି ପୁଣି ଷ୍ଟୋରକୁ ଆସିଲୁ। ଷ୍ଟୋରରେ କାମ ସାରିକି ମୋର ଇଚ୍ଛା ଥିଲା କି ବର୍ଡ଼ର 2 ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ ଯିବା ପାଇଁ। ତ ଆଜି ରାତିରେ ଆମେ ଟିକେଟ୍ କରିଥିଲୁ। ତ ଆଉ ହଁ ସେ ଫିଲ୍ମ ଦେଖିକିନା ମୁଁ ଏତେ କାନ୍ଦିଛି ଆପଣ ବିଶ୍ୱାସ ବି କରିପାରିବେନି। ଆଉ କିଏ କିଏ ସେ ଫିଲ୍ମ ଦେଖିକି କାନ୍ଦିଛନ୍ତି ମୋତେ କମେଣ୍ଟରେ ଜଣାନ୍ତୁ। ୟାସିମାର ହରକତ କେମିତି ଲାଗିଲା ମୋତେ କମେଣ୍ଟରେ ସେଟା ବି ଜଣାଇବେ। ବାସ୍ ଏଇଟା ଗୋଟେ ଫିଲ୍ମ ନୁହଁ ଏଇଟା ଗୋଟେ ଇମୋସନ୍ ଯିଏ ବି ଦେଖିବେ ସିଏ ବି କାନ୍ଦିବେ। ଆଉ ଫୌଜିମାନଙ୍କ ୱାଇଫ୍ ମା ହେବା ନା ସେଇଟା ଗୋଟେ ବହୁତ ବଡ଼ ହୃଦୟ ଦରକାର ନହେଲେ ତାଙ୍କ ଫ୍ୟାମିଲି ମେମ୍ବର ଆପଣ ହେଇପାରିବେନି। ତ ସମସ୍ତଙ୍କୁ ଦିଲ ସେ ସାଲୁଟ୍। ଆଉ ଫିଲ୍ମ ତ ଜବରଦସ୍ତ ହେଇଛି ଆପଣମାନେ ବି